କାରଣ ତମ ପାଦ ଥରୁଛି ନା, ମାନେ ଡରି ଯାଉଛି ପାଦଟା ଉଠେଇ ପାରିଲା ବୁଝିଗଲା। ସେ ଯୋଉଟା କହୁଛି ମୁଁ କହୁଛି ପାଦଟା ଉଠେଇଲା ବେଳକୁ ଡରି ଯାଉଛି ମାନେ ଥରୁଛି, କିନ୍ତୁ ସେ ପାଦଟା କୋଉଠି ପଡ଼ିବ ସେ ଜାଣିପାରିବ ହେଲା, କିନ୍ତୁ ସେଟା ପଡ଼ିବନି। ଯଦି ସେଇ ଟାଇମରେ ଯଦି ଠିକ ରହିଥିବ ତା ନର୍ଭ ଗୁଡ଼ାକ ଚାଲିଲା, ତା ନର୍ଭ ଗୁଡ଼ାକ ଚାଲିଲେ ବ୍ଲଡ଼ ସର୍କୁଲେସନ ହବ। ସେଇଟା ହେଲେ ସେଇ ଜାଗାର ଜିନିଷଟାକୁ ଯେତେବେଳେ ଚାଲିଦେବ ସେଟା ଗରମ ଆସିବ। ଗରମ ଆସିଲେ ଜାଣିବ ଯେ ଇଏ ଚାଲିଲା ଦୌଡ଼ିଲା। ଯେ ପର୍ଯ୍ୟନ୍ତ ସେ ଜିନିଷ ଥଣ୍ଡା ରହୁଛି ବ୍ଲଡ଼ ଯୋଉଠି ଷ୍ଟପ୍ ଦେଇ ରହୁଛି, ନର୍ଭ କାମ କରୁନି। ବୁଝିଗଲା କି? ସେଇଗୁଡ଼ାକ ହେଇ ହେଇ କାହିଁକି ଲାଷ୍ଟ କ'ଣ ହବ, ପୁରା ପାରାଲିସ୍ ହେଇଯିବ, ତାପରେ କୋମାକୁ ଚାଲିଯିବ, ଯେମିତି ପଡ଼ି ରହିଲା। ଆଉ ସେଗୁଡ଼ାକ କରିବା ପାଇଁ ହେଲେ ତମକୁ କଷ୍ଟ ଲାଗିବ, ଜ୍ୱର ବି ଆସିବ, ସେଇଥିରୁ ଜ୍ୱର ବି ଆସିବ, କିନ୍ତୁ ଏଗୁଡ଼ାକ କଲାବେଳକୁ କଷ୍ଟ ଲାଗିବ। ଏମିତି ଏମିତି କର। ତମେ ଭାବନି ହାତ କିଛି ହେଇନି, ହାତର କିଛି ଦରକାର ନାହିଁ। ହାତର ବି କାମ କଲେ ବି ଏଇ ଜିନିଷ କଲା ଭିତରେ ବି ଦେହର ସବୁ ପ୍ରକାର ସବୁ ଆଡ଼ୁ ଶିରଟା କାମ କରୁଛି। ଆମେ ଏମିତି ହଲେ ସବୁ ଆଡ଼କୁ ଭରୁଛି, ଏଇଟା ମନେ ରଖ ହେଲା। ସେଇଟା ଚିନ୍ତା କର ହେଲା, ଆଗକୁ ବହୁତ କିଛି ହବ ହେଲା। ଏମିତି ଚାଲୁଛି କଥା କହୁଛି, କିଛି ଦିନ ପରେ ସେଗୁଡ଼ା କିଛି ହବନି, ସେ ସେନ୍ସ ପାଇବନି, ଚିହ୍ନି ପାରିବନି। ବୁଝିଗଲା? ସେଗୁଡ଼ା କଷ୍ଟ ହଉ ବରଂ ଟିକେ ପାଦ କିନ୍ତୁ ଯଦି ଖାଲି ପାଦରେ ଚାଲିବ ଆହୁରି ଭଲ। କାହିଁକି? ଖାଲି ପାଦରେ ଚାଲିଲେ ସେ ପାଦରେ ଯେଉଁ ଗୁଡ଼ି ଗୁଡ଼ାକ ଲାଗିବ ନା, ବ୍ଲଡ଼ଟା ସବୁ ବୁଝିଗଲା କି? ସେଇଟା ଚିନ୍ତା କର। କିନ୍ତୁ ୟାକୁ କିଛି ସେକ ଫେକ କିଛି ଦେବନି। ସେକ ଫେକ ଦେଲେ ଫୁଲଟା କମିଯିବ ଭାବୁଛ ନା? କି ନଈବାଲିରେ ସେକ ଦେଲେ ଫୁଲ କମିଯିବ ନା? ସେଗୁଡ଼ାକ କିଛି ଆବଶ୍ୟକତା ନାହିଁ। ସେ ଯଦି ଏ ଗୋଡ଼କୁ ଏମିତି କରି ରଖିଲା, ଏମିତି ରଖିଲା, ଆପେ ଫୁଲିବ ହେଲା। ଗୋଡ଼କୁ ଯଦି ଟେକି କରି ସେ ଗଲି ଫୁଲଟା ସେଇ ଘଣ୍ଟା ଦେଢ଼ ଘଣ୍ଟାରେ ବହୁତ କମିଯିବ। ଗୋଡ଼ଟାକୁ ଟେକିବା ବ୍ଲଡ଼ଟା ତଳକୁ ପାସ୍ କଲା ବୋଧେ ଚାଲିଲା ହେଲା। ଏଇଟା କଲେ ହେଇପାରିବ, କିନ୍ତୁ ଆମ ପାଖରେ ସମୟ ହେଲେ ସେମାନେ କ'ଣ କରିଦିଅ। ଆମେ କ'ଣ ନାରୀ କିଛି ବୁଝିଗଲା? ଆଉ କି କାମ ମେଡ଼ିସିନ ଦେଇଛି, ମେଡ଼ିସିନ କଣ୍ଟିନ୍ୟୁ এই যে মাটিটা মতো ঠিক আছে, মাটি কাম করেনি, কিছু অসুবিধা নেই। কিন্তু ଏ ମାଟିଟାକୁ ତମେ ଯିବ ହିଙ୍ଗୁଳା ମାଆଙ୍କ ପାଖକୁ ମଙ୍ଗଳବାର ଯିବ। ମଙ୍ଗଳବାରରେ ମାଆଙ୍କ ପାଖରେ 7ଟା ମନ୍ଦାର ଫୁଲ, 7ଟା ଧୂପ ଦୀପ ଲଗେଇଦେବ। ମାଆଙ୍କୁ ଟିକେ ନାଲି ଘୁଣୀ ଟିକେ ଚଢ଼େଇଦେବ। ଆଉ ମାଆଙ୍କ ପାଖରେ କ୍ଷୀର ଗୁଡ଼ ମହୁ କଦଳୀରେ ଟିକେ ପଣା କରିବ। ପଣା କରିକି ସେ ଜାଗାରେ ଦେବ। ଆଉ ମାଆଙ୍କ ପାଖରୁ ପାଖକୁ ଟିକେ ଆଣି ଘର ଚାରିପାଖ ଛିଞ୍ଚିଦେଲେ କାର୍ଯ୍ୟ ଶିଖିବ। ଆଉ କିଛି ଅସୁବିଧା ହେବ। ଏହାର କାମ ଏଇଆ। କିନ୍ତୁ ଗର୍ଭଣା ସଂକ୍ରାନ୍ତି ତାହାରି ନାଁରେ 5ଟା କଳସ ବୁଲିବେ କାର୍ଯ୍ୟ ଶିଖିବ। ଠିକ ଅଛି, ଚାଲିଏ ନା? ନେକ୍ସଟ ଜାଣନ୍ତୁ ଗୁଡ଼ ତାଙ୍କର ହେଇଥିଲା କି? ତାଙ୍କର ହେଇଥିଲା କି?